ସାପ କାମୁଡ଼ିଲେ ମାତଳେଶ୍ୱର ମହାଦେବଙ୍କ ନାମରେ ଦାଣ୍ଡ ଖୋଳିରେ ଲିପି ପକେଇଦେଲେ ଭଲ ହୋଇଯାଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଇକପଣାକୋଟ ପଞ୍ଚାୟତ କଙ୍କାଳୁ ଗ୍ରାମ ମହାତଳାରେ ବିଜେ ମାତଳେଶ୍ୱର ମହାଦେବ ଅବସ୍ଥିତ। ହଜାର ବର୍ଷର ମନ୍ଦିର ଘୋର ଅରଣ୍ୟ ଭିତରେ ଗିଲନଟି ଭିତରେ ଅବସ୍ଥିତ। ଆଗରୁ ସରପା ଗ୍ରାମର ଗୋଟିଏ ଗାଈ ଆସି ମନକୁ ମନ କ୍ଷୀର ଦେଇ ଯାଉଥିଲା। କିଛି ଦିନ ଗଲା ପରେ ଗାଈ ଚରାଳି ତା ପଛେ ପଛେ ଆସିଲା। ଦେଖିଲା ଗାଈଟି ଗିଲନଟି ଭିତରକୁ ଯାଉଛି। ତା ପଛେ ପଛେ ଯାଇ ସେ ଦେଖିଲା ଗାଈଟି ଠିଆ ହେଇ କ୍ଷୀର ଦେଉଛି। କଙ୍କାଳୁ ଗ୍ରାମରେ ଯାଇ ସବୁ କହିଲା। ସେଇ ଦିନଠାରୁ ଠାକୁର ପୂଜା ପାଇଲେ। ଠାକୁରଙ୍କ ମାହାତ୍ମ୍ୟ ହେଲା କାହାକୁ ସାପ କାମୁଡ଼େ ଯଦି ଦାଣ୍ଡରେ ଲିପି ମାତଳେଶ୍ୱରଙ୍କ ନାମରେ ସେହି ଲୋକଙ୍କୁ ପକେଇ ଦିଆଯାଏ, ଭଲ ହୋଇଯାଏ। ଯଦି କେଉଁ ଭକ୍ତ ଗୁହାରିଆ ପଡ଼ନ୍ତି ଠାକୁରଙ୍କ ମହିମାରୁ ଅଢ଼େଇ ଉଳିରେ ଭଲ ହୋଇଯାଆନ୍ତି। ଆପଣଙ୍କ ନାଁ କ'ଣ ଏବଂ ବାବାଙ୍କର ମାତଳେଶ୍ୱର ଯେଉଁ ଅଛନ୍ତି ତାଙ୍କର ଅବସ୍ଥିତ କେଉଁଠି, ଗାଁ ନା ଠିକଣା ଏପରି ଟିକେ ଦିଅନ୍ତୁ ବିବରଣୀ। ଓମ୍ ଶ୍ରୀ ଶ୍ରୀ ମାତଳେଶ୍ୱର ମହାଦେବ ବିଜୟ ମହାତଳା ବର୍ଣ୍ଣା ଶ୍ରୀ ଅନାଦି ଦାସ ଗ୍ରାମ କଙ୍କାଳୁ ପୋଷ୍ଟ ଆମର ହିନ୍ଦୋଳ ହେଉଛି ବ୍ଲକ ହିନ୍ଦୋଳ ଆଉ ପାଇକପଣାକୋଟ ପଞ୍ଚାୟତର ଏ ପ୍ରଥମରେ ଆଗ ଗୋଟିଏ ଘୋର ଅରଣ୍ୟ ଗିଲନଟି ଥିଲା। ଏ ଗିଲନଟି ଭିତରୁ ଶ୍ରୀ ଶ୍ରୀ ମାତଳେଶ୍ୱର ବିଜୟ ଆବିର୍ଭାବ କେମିତି ଆବିର୍ଭାବ ହେଲା ଯେ ଆମର ଗଉଡ଼ ଚଢ଼େଇ ଆଣୁଥିଲା ସରପାରୁ। ସେ ପ୍ରାୟ ଦିନ ଯେତେ ନିଙ୍ଗଡ଼ାରେ ବଢ଼ିଲେ ପାଣି ସେ ଗାଈଟି ଆସିକିନି କାଳି ଗାଈଟି ଆସିକିନି ଏକରକୁ ପାସ୍ ହେଇଯାଏ। ପାସ୍ ହେଇ ଆସିବା ଫଳରେ ଗଉଡ଼ ଏମିତି ସବୁଦିନ କହିଲା ଏ ଗାଈଟା କୁଆଡ଼େ ଯାଉଛି। ତାର ପିଛା ସେ କଲା। ତା ପିଛା କରିବା ସମୟରେ ଗଉଡ଼ ଆସିକରି ତାମାନେ କ୍ଷୀର ଦେଉଛି। ଏଣୁକରି ଏ ଜାଗାଟା ନାଁ ହେଲା ମାହାତଳା, ମାତଳେଶ୍ୱର ବିଜୟ ମାହାତଳା। ଆଉ ଯେତେ ଆବିର୍ଭାବ ଠାକୁରଙ୍କର ଆମର ଯେକୌଣସି ଭଲ ମନ୍ଦ ଜିନିଷ କାହାକୁ ସାପ କାମୁଡ଼ିଲେ ଯଦି ତାଙ୍କ ନାଁରେ ଖଣ୍ଡିଏ ଲିପି ଦେଲେ, ଲିପି ଦେଇକିନି ତ୍ରାହି ପଡ଼ିଗଲେ ଠାକୁର ମଧ୍ୟ ତାକୁ ଆରୋଗ୍ୟ କରିଦିଅନ୍ତି। ଗୁହାରିଆ ପଡ଼ିଲେ ତାକୁ ମଧ୍ୟ ଆରୋଗ୍ୟ ଅଢ଼େଇ ଦିନରେ କେବଳ ବର ଦିଅନ୍ତି। ଏମିତି ଆମର ଠାକୁରଙ୍କର ପରିବେଶ।
ମହିମା ତାଙ୍କ ମହିମାରୁ ଆମେ ଚଳୁଛୁ।